ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଏଇ ଯେଉଁ ଶୀତ ଶୀତ ପାଗକୁ, ଏଇ କୁହୁଡ଼ିଆ କୁହୁଡ଼ିଆ ପାଗକୁ ଆପଣମାନେ ନିହାତି ଭଲରେ ରୁହନ୍ତୁ। ଘରୁ ଟୋଟାଲି ବାହାରନ୍ତୁ ନାହିଁ। କିଛି କାମ ପଡ଼ିଲା ତ ବାହାରନ୍ତୁ, ନହେଲେ ବାହାରନ୍ତୁ ନାହିଁ। ବହୁତ ଥଣ୍ଡା, ଏତେ ଥଣ୍ଡାରେ ଦେଖୁଛନ୍ତି ମୁଁ ପୁରା ଜ୍ୟାକେଟ୍ ଫ୍ୟାକେଟ୍ ଲଗେଇକି ପୁରା ଘର ଭିତରେ ଅଛି। ଏତେ ଥଣ୍ଡା ଲାଗୁଛି, ମାନେ ଆମ ଏଇଠି ଟାଉନରେ କହନ୍ତି ନା ଗରମ ଲାଗିବା କଥା, କିନ୍ତୁ ବହୁତ ଥଣ୍ଡା ଲାଗୁଛି। ଦେଖନ୍ତୁ ମୋ ପୁଅକୁ ଏବେ ମୁଁ ସେ ବାହାରେ ବୁଲୁଥିଲା, ତାକୁ ମୁଁ ଏବେ ଘରକୁ ଡାକି ଆଣିଲି। ଆଉ କ'ଣ କରିବା, ଯେତେ ଥଣ୍ଡା ହଉ ଯେତେ କିସ ହଉ ତ ରୋଷେଇ ତ କରିବା ପାଇଁ ପଡ଼ିବ। ଦେଖନ୍ତୁ ଏଠି ମୁଁ ଏବେ ଶିମ୍ବ ଆଳୁ ଭଜା କରୁଛି, ଏପଟେ ଭାତ ବି ବସାଇ ଦେଇଛି। ତ ସେଇଟା ଦେଖନ୍ତୁ ଆମର ଭାତ ଆଉ ତରକାରୀ ବସିଛି, ଆଉ କିଛି ପରିବା କାଟିନି। ମୋତେ ତ ବହୁତ ଜୋରେ ପ୍ରବଳ ଥଣ୍ଡା ଲାଗୁଛି, କ'ଣ ରୋଷେଇ କରିବି କ'ଣ କାଟିବି, ତ ବି ଏଇଗୁଡ଼ା କାଟିକି ମୁଁ ବସାଇ ଦେଇଛି। ଏବେ ଚାଲନ୍ତୁ ଇଏ କରିବା, ଆଳୁ କାଟିବା ପାଇଁ ଆଳୁ ଚଟଚଡ଼ି କରିବା, ଆଉ ବଡ଼ା ଆଳୁ ଝୋଳ ହେବ। ଦେଖନ୍ତୁ ଟିକେ ମୋ ହାତକୁ ଗରମ କରୁଛି, ସେଥିପାଇଁ। ଆଉ ଘରେ ମୋ ଝିଅ ବି ନାହିଁ, ମୋ ଶାଶୁ ବି ନାହାନ୍ତି, ଆଉ ଇଏ ବି ନାହାନ୍ତି। ଆମେ ମା' ପୁଅ 2 ଜଣ ଅଛୁ। ଇଏ ମୋ ହଜବେଣ୍ଡ ଏବେ ଆସିବେ ଖାଇବା ପାଇଁ ଦ୍ୱିପହର ବେଳେ, କିନ୍ତୁ ମୋ ଝିଅ ମୋ ଶାଶୁ ଯାଇଛନ୍ତି ଆମ ଗାଁକୁ। ସେ ଏବେ ନୂଆ ବର୍ଷ ପରେ ଆସିବେ। ଚାଲନ୍ତୁ ଏବେ ଖାଇବା ସନ୍ଧ୍ୟାବେଳର ରାତିର ବାଇଗଣ ପୋଡ଼ା ଆଉ ମୁଢ଼ି। ବାଇଗଣ ପୋଡ଼ି ଦେବା, ବାଇଗଣ ପୋଡ଼ିକିରି ମୁଢ଼ି ଖାଇକି ଆରାମସେ ଶୋଇପଡ଼ିବା। ଆଉ କ'ଣ, ଦେଖନ୍ତୁ ମୋର ମୁଢ଼ି କାହିଁ ମୋ ହାତଟା ଦେଖନ୍ତୁ। ଆପଣମାନେ କମେଣ୍ଟ କରିବେନି ଯେ ହାତକୁ ଆଙ୍ଗୁଳି ଆପଣଙ୍କର ଏମିତି କ'ଣ। ଆକ୍ଚୁଆଲି ମୋ ଆଙ୍ଗୁଳିଟା କଟି ଯାଇଛି, ସେଥିପାଇଁ ମୁଁ ଏମିତି ଖାଉଥିଲି। ଆମ ପୁଅକୁ ବି ଖୁଆଇଦେଲି, ଖାଇକି ଟ୍ୟୁସନ୍ ଯିବ। ଦେଖନ୍ତୁ ଏବେ ଆମର ଗୁପଚୁପ୍ର ପ୍ରୋଗ୍ରାମ୍ ହେଇଛି, ଗୁପଚୁପ୍ ଏଠି ବନା ହେଇଛି। ଦେଖନ୍ତୁ ଏଇଟା ହେଉଛି ଖଟା ପାଣି ଅଛି, ଏଇଟା ମୋ ପୁଅ ଆଉ ଭାଣିଜୀ ଖାଇବେ, ଝିଅ ତ ନାହିଁ। ଏଇଟା ଝାଳବାଲା ହେଉଛି ଆମର, ଆଉ ଏକ୍ସଟ୍ରା କିଛି ଅଛି, କାହିଁକିନା ଆମର ମାନେ ଗୁପଚୁପ୍ ବନେଇଲେ ଏତେ ପ୍ରକାର ଖାଆନ୍ତି ନା,